बंधु माने 28 अगस्ट 2026 ଏହି ଦିନ ହେଉଛି ପବିତ୍ର ରକ୍ଷା ପୂର୍ଣ୍ଣିମା ଏବଂ ଏହି ଦିନ ମଧ୍ୟ ପଡୁଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ତ ଏହି ଦିନ ଆପଣମାନେ 5ଟି ଲବଙ୍ଗ ଏବଂ 2ଟି ଲାଲ ଲଙ୍କାର ଏହି ପ୍ରାଚୀନ କାଳର ପ୍ରତିକାର କରିନିଅନ୍ତୁ। ଏହା ଏକ ଜଟିଳ ରୀତି ନୁହେଁ କିମ୍ବା ଏଥିପାଇଁ ଅନେକ ଗୁଡ଼ିଏ ସାମଗ୍ରୀର ମଧ୍ୟ ଆବଶ୍ୟକତା ନାହିଁ, କିନ୍ତୁ ଧାର୍ମିକ ବିଶ୍ୱାସ ଅନୁସାରେ ଏହି ପବିତ୍ର ଦିନରେ ଏହି ସରଳ ପ୍ରତିକାର କରିବା ଦ୍ୱାରା ଶତ୍ରୁ, ନକାରାତ୍ମକ ପ୍ରଭାବ ଏବଂ ଜୀବନରେ ଯେକୌଣସି ବାଧାରୁ ମୁକ୍ତି ପାଇବାରେ ସାହାଯ୍ୟ ମିଳେ। ମା ଏବଂ ଭଉଣୀମାନେ ଏପରି ବିଶେଷ ଦିନରେ ବର୍ଷ ସାରା ବାରମ୍ବାର ଘଟେ ନାହିଁ। ଏପରି ସୁଯୋଗ ଅନେକ ବର୍ଷରେ ଥରେ ହିଁ ଆସିଥାଏ। ତେଣୁ ଏହି ଦିନଟି ଶ୍ରାବଣ ପୂର୍ଣ୍ଣିମାରେ ଏବଂ ଚନ୍ଦ୍ରଗ୍ରହଣ ଦିନ ଏଇଭଳି ଦିନକୁ ହାତ ଛଡ଼ା କରନ୍ତୁ ନାହିଁ। ଯଦି ଆପଣଙ୍କ ଘରେ ସାମାନ୍ୟ କଥାକୁ ନେଇ ବିବାଦ ସୃଷ୍ଟି ହେଉଛି, ମନ ଅସ୍ଥିର ରହୁଛି ଏବଂ ଜଣଙ୍କର ଚାକିରି କିମ୍ବା ବ୍ୟବସାୟରେ ହଠାତ୍ ବାଧା ଦେଖାଦେଉଛି, ଆର୍ଥିକ ଅବସ୍ଥା ବାରମ୍ବାର ଖରାପ ହେଉଛି କିମ୍ବା ପରିବାରର କୌଣସି ସଦସ୍ୟ ନିରନ୍ତର ପ୍ରୟାସ ସତ୍ତ୍ୱେ ସଫଳତା ପାଇବାରେ ବିଫଳ ହେଉଛନ୍ତି, ତ ଧାର୍ମିକ ରୀତିନୀତି ଅନୁସାରେ ଏପରି ପରିସ୍ଥିତି ଉପରେ ବିଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରେ। ପ୍ରାୟତଃ ସେଗୁଡ଼ିକ ପିତୃଦୋଷ, ମଙ୍ଗଳ ଦୋଷ, ଶତ୍ରୁତା କିମ୍ବା ନକାରାତ୍ମକ ପ୍ରଭାବ ଭଳି ଧାରଣା ସହିତ ଜଡ଼ିତ ଥାଏ। ତ ଧାର୍ମିକ ବିଶ୍ୱାସ ଅନୁସାରେ ଯଦି ଆପଣ ଏହି ଦିନ 5ଟି ଲବଙ୍ଗ ଏବଂ 2ଟି ନାଲି ଲଙ୍କାର ଏହି ପ୍ରତିକାର କରୁଛନ୍ତି, ତ ଆପଣଙ୍କୁ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିବ। ତେବେ ମନେ ରଖନ୍ତୁ, ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ପ୍ରତିକାର ଧାର୍ମିକ ବିଶ୍ୱାସ ଏବଂ ବିଶ୍ୱାସରେ ମୂଳ। ଏହାର ଉଦ୍ଦେଶ୍ୟ କାହାକୁ କ୍ଷତି ପହଞ୍ଚାଇବା ନୁହେଁ, ବରଂ ଆପଣଙ୍କ ଜୀବନରେ ଶାନ୍ତି, ସୁରକ୍ଷା ଏବଂ ବାଧାରୁ ମୁକ୍ତି ପାଇଁ ପ୍ରାର୍ଥନା କରିବା। ତବେ ଆସନ୍ତୁ ଲବଙ୍ଗ ବିଷୟରେ ଜାଣିବା। ଲବଙ୍ଗକୁ ବହୁ ପୂର୍ବରୁ ଧାର୍ମିକ ରୀତିନୀତିରେ ବ୍ୟବହାର କରାଯାଇ ଆସୁଛି। ଦିବ୍ୟ ମାତା ଦେବୀ ଲକ୍ଷ୍ମୀଙ୍କର ପୂଜାରେ ହେଉ କିମ୍ବା ଅନ୍ୟାନ୍ୟ ଧାର୍ମିକ ସମାରୋହରେ ଏହାକୁ ପ୍ରାୟତଃ ଏକ ନୈବେଦ୍ୟ ଭାବରେ ଅନ୍ତର୍ଭୁକ୍ତ କରାଯାଏ, ଯାହା ଫଳରେ ଧାର୍ମିକ ପରମ୍ପରାରେ ଲବଙ୍ଗ ସହ ଜଡ଼ିତ ବିଭିନ୍ନ ପ୍ରତିକାର ରହିଛି। ଯେତେବେଳେ କି ଲାଲ ଲଙ୍କାକୁ ଲବଙ୍ଗ ସହିତ ମିଶ୍ରଣ କରାଯାଏ, ଏହି ପ୍ରତିକାର ବିଶେଷ ଭାବରେ ଶତ୍ରୁମାନଙ୍କର ହସ୍ତକ୍ଷେପ ଏବଂ ନକାରାତ୍ମକ ପ୍ରଭାବରୁ ସୁରକ୍ଷା ଦେଇଥାଏ। ଯଦି ଆପଣ ସନ୍ଦେହ କରୁଛନ୍ତି ଯେ କେହି ଆପଣଙ୍କର ବ୍ୟବସାୟକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି, ଆପଣଙ୍କ ଘରେ ବାଧା ସୃଷ୍ଟି କରୁଛି କିମ୍ବା ପରିବାରର କୌଣସି ସଦସ୍ୟଙ୍କର ସଫଳତାରେ ଈର୍ଷା କରୁଛି, ତେବେ ଆପଣ ସେହି ବ୍ୟକ୍ତିଙ୍କ ନକାରାତ୍ମକ ପ୍ରଭାବରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରି ଏହି ପ୍ରତିକାର କରିପାରିବେ। ଯଦି ଆପଣ ବ୍ୟକ୍ତିଙ୍କ ନାମ ଜାଣନ୍ତି, ତେବେ ଆପଣ ସେହି ବ୍ୟକ୍ତିଙ୍କ ନାମ କହିପାରିବେ, କିନ୍ତୁ ଯଦି ଆପଣ ସେହି ଶତ୍ରୁଙ୍କ ନାମ ଜାଣିନାହାନ୍ତି, ତେବେ ଆପଣ କେବଳ ଶତ୍ରୁ ଶବ୍ଦ ମଧ୍ୟ କହିପାରିବେ। ଏହି ପ୍ରତିକାରର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହା ଲୁକ୍କାୟିତ ଶତ୍ରୁ ଅର୍ଥାତ୍ ଗୁପ୍ତ ଶତ୍ରୁଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ବିନା ମଧ୍ୟ କରାଯାଇପାରିବ। ତେଣୁ ଧ୍ୟାନ ଦେଇ ଶୁଣନ୍ତୁ। ପ୍ରଥମେ ଆପଣଙ୍କୁ 2ଟି ଲାଲ ଲଙ୍କା ନେବାକୁ ପଡ଼ିବ। ଲାଲ ଲଙ୍କାର କ୍ୱାଲିଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଉଭୟ ସମ୍ପୂର୍ଣ୍ଣ ଏବଂ ଅକ୍ଷତ ହେବା ଉଚିତ। କୌଣସି ଦାଗ, କଟା, ଫଟା କିମ୍ବା ପଚା ଯେମିତି ନଥାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସମ୍ପୂର୍ଣ୍ଣ ଫ୍ରେଶ୍ 2ଟି ଲାଲ ଲଙ୍କା ନିଅନ୍ତୁ। ସେମାନଙ୍କର ଡେମ୍ଫ ମଧ୍ୟ ଲାଗି ରହିଥିବା ଉଚିତ। ସେଗୁଡ଼ିକ ସତେଜ ହେବା ଉଚିତ। ପଚା, ବାସି, କଟା କିମ୍ବା ଭାଙ୍ଗି ଯାଇଥିବା ଲଙ୍କା ଏଥିରେ କାମ ଦେବ ନାହିଁ। ତାପରେ 5ଟି ସମ୍ପୂର୍ଣ୍ଣ ଲବଙ୍ଗ ନିଅନ୍ତୁ। ନିଶ୍ଚିତ କରନ୍ତୁ ଯେ ସେଥିମଧ୍ୟରୁ ଯେମିତି କୌଣସିଟି ଭଙ୍ଗା କିମ୍ବା କ୍ଷତିଗ୍ରସ୍ତ ନୁହେଁ। ଏହା ସହିତ ଏକ କଳା କଲମ କିମ୍ବା ମାର୍କର ହାତ ପାଖରେ ରଖନ୍ତୁ। ତାପରେ ଆପଣଙ୍କୁ ଏକ ଛୁଞ୍ଚି ମଧ୍ୟ ଆବଶ୍ୟକ ହେବ, କାରଣ ଆପଣଙ୍କୁ ସେହି ଲଙ୍କାରେ 5ଟି କୋଣା କରିବାକୁ ପଡ଼ିବ। ସମସ୍ତ ସାମଗ୍ରୀ ସଂଗ୍ରହ କରନ୍ତୁ ଏବଂ ଏକ ଶାନ୍ତ କୋଠରୀ କିମ୍ବା ଏପରି ଏକ ସ୍ଥାନରେ ବସନ୍ତୁ ଯେଉଁଠାରେ ଆପଣଙ୍କୁ ବିଚଳିତ କରିବେ ନାହିଁ। ନିଶ୍ଚିତ କରନ୍ତୁ ଯେ ପ୍ରତିକାର କରିବା ସମୟରେ ଯେମିତି କେହି ଆପଣଙ୍କୁ ବାଧା ନ ଦିଅନ୍ତି କିମ୍ବା କୌଣସି ଶବ୍ଦ ଦ୍ୱାରା ଆପଣଙ୍କୁ ବିଚଳିତ ନ କରନ୍ତି, ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ପ୍ରକ୍ରିୟାଟିକୁ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ କରିପାରିବେ। ଯଦି ସମ୍ଭବ ହୁଏ, ତେବେ କାହାକୁ ଅପ୍ରତ୍ୟାଶିତ ଭାବରେ ଭିତରକୁ ଯିବାରୁ ରୋକିବା ପାଇଁ ଦ୍ୱାରଟି ବନ୍ଦ କରନ୍ତୁ, ଅର୍ଥାତ୍ କବାଟ ବନ୍ଦ କରିଦିଅନ୍ତୁ। ତଳେ ବସି ଏହି ପ୍ରତିକାରଟି କରିବା ସର୍ବୋତ୍ତମ ବୋଲି ମାନାଯାଏ। ଯଦିଓ ଆବଶ୍ୟକ ହେଲେ ଆପଣ ଅନ୍ୟତ୍ର ବସିପାରିବେ। ଏବେ 2ଟି ଲାଲ ଲଙ୍କା ଏବଂ 5ଟି ଲବଙ୍ଗ ଆପଣଙ୍କ ସମ୍ମୁଖରେ ରଖନ୍ତୁ। ଗୋଟିଏ ଲାଲ ଲଙ୍କା ଉଠାନ୍ତୁ ଏବଂ କଳା କଲମ କିମ୍ବା ମାର୍କର ବ୍ୟବହାର କରି ତା ଉପରେ ଲେଖନ୍ତୁ। ଯଦି ଆପଣ ଆପଣଙ୍କର ଶତ୍ରୁଙ୍କର ନାମ ଜାଣନ୍ତି, ତେବେ ଆପଣ 3ଟି ନାମ ପର୍ଯ୍ୟନ୍ତ ଲେଖିପାରିବେ। ଯଦି 3ରୁ ଅଧିକ ଶତ୍ରୁ ଅଛନ୍ତି କିମ୍ବା ଯଦି ଆପଣ କାହାର ନାମ ଜାଣନ୍ତି ନାହିଁ,
ତେବେ ଏକ ନିର୍ଦ୍ଦିଷ୍ଟ ନାମ ବଦଳରେ କେବଳ ଶତ୍ରୁ ଶବ୍ଦ ଲେଖନ୍ତୁ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ କେବଳ ଏକ କଳା କଲମ କିମ୍ବା ମାର୍କର ବ୍ୟବହାର କରନ୍ତୁ। ତାପରେ ଛୁଞ୍ଚି ନିଅନ୍ତୁ ଏବଂ ଲାଲ ଲଙ୍କାରେ 5ଟି ଛୋଟ କଣା କରନ୍ତୁ। ନିଶ୍ଚିତ କରନ୍ତୁ ଯେ ସେହି କଣାଗୁଡ଼ିକ ଏପରି ଭାବରେ ହୋଇଛି ଯେମିତି ସମସ୍ତ 5ଟି ଲବଙ୍ଗ ସହଜରେ ଭର୍ତ୍ତି ହୋଇପାରିବ। ଲବଙ୍ଗଗୁଡ଼ିକୁ ସିଧାସଳଖ ଲଙ୍କାରେ ଜୋର ଜବରଦସ୍ତି ଭର୍ତ୍ତି କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ, କାରଣ ଏମିତି କରିବା ଦ୍ୱାରା ହୁଏତ ଲଙ୍କାଟି ନଷ୍ଟ ହୋଇଯାଇପାରେ, ନଚେତ୍ ଲବଙ୍ଗ ଭାଙ୍ଗି ଯାଇପାରେ। ଏବଂ ଏହି ପ୍ରତିକାର ପାଇଁ କୌଣସି ବି ଭଙ୍ଗା ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ତେଣୁ ପ୍ରଥମେ ଏକ ଛୁଞ୍ଚି ବ୍ୟବହାର କରି 5ଟି କଣା କରିଦିଅନ୍ତୁ ଏବଂ ତାପରେ 5ଟି ସମ୍ପୂର୍ଣ୍ଣ ଲବଙ୍ଗକୁ ସେ କଣାରେ ଗୋଟିଏ ଗୋଟିଏ କରି ଭରି ଦିଅନ୍ତୁ। ପ୍ରଥମ ଲାଲ ଲଙ୍କାରେ ସମସ୍ତ 5ଟି ଲବଙ୍ଗ ସଠିକ ଭାବରେ ଭର୍ତ୍ତି ହେବା ପରେ ଧାର୍ମିକ ରୀତିନୀତିରେ ନିର୍ଦ୍ଧାରିତ ଅନୁସାରେ ପ୍ରତିକାରର ପରବର୍ତ୍ତୀ ପଦକ୍ଷେପ ଗୁଡ଼ିକ ସହିତ ଆଗକୁ ବଢ଼ନ୍ତୁ। ତରବରିଆ ହୁଅନ୍ତୁ ନାହିଁ କିମ୍ବା କୌଣସି ସାମଗ୍ରୀ ପରିବର୍ତ୍ତନ କରନ୍ତୁ ନାହିଁ। ନିଶ୍ଚିତ କରନ୍ତୁ ଯେ ଲାଲ ଲଙ୍କାଟି ସମ୍ପୂର୍ଣ୍ଣ ଭାବରେ ଭଲ ଅଛି, ସମସ୍ତ 5ଟି ଲବଙ୍ଗ ଅକ୍ଷୁର୍ଣ୍ଣ ଅଛି ଏବଂ ସବୁକିଛି ପୂର୍ବରୁ ପ୍ରସ୍ତୁତ ରଖାଯାଇଛି। ଏହି ପ୍ରତିକାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯଦିଓ ଆବଶ୍ୟକୀୟ ସାମଗ୍ରୀ ସର୍ବନିମ୍ନ, ପ୍ରକ୍ରିୟାଟି ବହୁତ ସତର୍କତାର ସହିତ କରାଯିବା ଉଚିତ। 5ଟି ଲବଙ୍ଗ କେବଳ ଏକ ସଂଖ୍ୟାତ୍ମକ ଆବଶ୍ୟକତା ପୂରଣ କରିବା ପାଇଁ ବାଛିବା ଉଚିତ ନୁହେଁ, ବରଂ ସେଗୁଡ଼ିକ ସମ୍ପୂର୍ଣ୍ଣ ହେବା ଆବଶ୍ୟକ ଏବଂ 2ଟି ଲାଲ ଲଙ୍କା ମଧ୍ୟ ଅକ୍ଷୁର୍ଣ୍ଣ ହେବା ଆବଶ୍ୟକ। ଯଦି କୌଣସି ସାମଗ୍ରୀ ତ୍ରୁଟିପୂର୍ଣ୍ଣ ଥାଏ ତେବେ ତାକୁ ଏକ ଉପଯୁକ୍ତ ନାମ ସହିତ ବଦଳାନ୍ତୁ। ସେହିପରି ନାମ ଲେଖିବା ସମୟରେ ତରବରିଆ ହୁଅନ୍ତୁ ନାହିଁ। ଯଦି ଶତ୍ରୁର ନାମ ସ୍ପଷ୍ଟ ଭାବରେ ଜଣାଅଛି ତେବେ 3ଟି ନାମ ପର୍ଯ୍ୟନ୍ତ ଲେଖନ୍ତୁ, ଅର୍ଥାତ୍ ଆପଣ 3 ଜଣ ଶତ୍ରୁଙ୍କର ନାମ ଲେଖିପାରିବେ। କିନ୍ତୁ ଯଦି ଆପଣଙ୍କୁ ନାମ ଜଣା ନାହିଁ ତେବେ କେବଳ ଶତ୍ରୁ ଲେଖନ୍ତୁ। ଏଠାରେ ଉଦ୍ଦେଶ୍ୟ କାହାକୁ କ୍ଷତି ପହଞ୍ଚାଇବାର ନୁହେଁ, ବରଂ ଧାର୍ମିକ ବିଶ୍ୱାସ ଅନୁସାରେ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବାଧା ଏବଂ ନକାରାତ୍ମକ ପ୍ରଭାବରୁ ମୁକ୍ତି ପାଇଁ ପ୍ରାର୍ଥନା କରିବା। ଏହି ପ୍ରତିକାର କରିବା ପୂର୍ବରୁ ମନରେ ଭଗବାନ ଭୋଳାନାଥଙ୍କୁ ଆବାହନ କରନ୍ତୁ ଏବଂ ଭକ୍ତିର ସହିତ ଏହି କାର୍ଯ୍ୟ କରିବା ସମୟରେ ଆପଣଙ୍କର ହୃଦୟର ଇଚ୍ଛା ଜଣାନ୍ତୁ, କାରଣ ଶ୍ରାବଣ ମାସଟିକୁ ଭଗବାନ ଶିବଙ୍କ ପାଇଁ ସମର୍ପିତ କରାଯାଇଛି। ତେଣୁ ଏହି ପ୍ରକ୍ରିୟାରେ ଆପଣଙ୍କ ମନକୁ ଶାନ୍ତ ରଖିବା ଏବଂ ଭଗବାନ ଭୋଳାନାଥଙ୍କ ଉପରେ ଧ୍ୟାନ କରିବା ଅତ୍ୟନ୍ତ ଉପଯୁକ୍ତ। ଏବେ ଦେଖନ୍ତୁ ଏହି ପ୍ରତିକାରଟି କରିବା କାହିଁକି ଏତେ ଜରୁରୀ। ଧାର୍ମିକ ବିଶ୍ୱାସ ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି ନିରନ୍ତର ଜୀବନରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏବଂ ଅନୁଭବ କରନ୍ତି ଯେ ତାଙ୍କର ଉନ୍ନତି ବାରମ୍ବାର ଅଟକି ରହିଛି, ସେମାନେ ଆଧ୍ୟାତ୍ମିକ ଅଭ୍ୟାସ ମାଧ୍ୟମରେ ନିଜର ମନକୁ ଦୃଢ଼ କରିବାକୁ ଏବଂ ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି। 5ଟି ଲବଙ୍ଗ ଏବଂ 2ଟି ଲାଲ ଲଙ୍କା ସହ ଜଡ଼ିତ ଏହି ପ୍ରତିକାର ଏପରି ବିଶ୍ୱାସରେ ମୂଳ। ଏହା ଶତ୍ରୁ, ଗୁପ୍ତ ବିରୋଧ, ଈର୍ଷା ଏବଂ ନକାରାତ୍ମକ ପ୍ରଭାବ ଦ୍ୱାରା ସୃଷ୍ଟି ହେଉଥିବା ବାଧାରୁ ମୁକ୍ତି ପାଇବା ପାଇଁ ଇଚ୍ଛା ସହିତ କରାଯାଏ। ତେଣୁ ଯଦି ଆପଣ ଆପଣଙ୍କ ଜୀବନରେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ଏହି ପ୍ରତିକାରକୁ ଭକ୍ତିର ସହିତ କରିପାରିବେ। ତଥାପି ଏହା କାହା ବିରୁଦ୍ଧରେ ପ୍ରତିଶୋଧର ମନୋଭାବ ସହିତ କରାଯିବା ଉଚିତ ନୁହେଁ। ଘରର ମହିଳାମାନଙ୍କ ପାଇଁ ଯଦି ଆପଣଙ୍କ ଘରେ ଦୀର୍ଘ ସମୟ ଧରି ଅଶାନ୍ତି, କ୍ରମାଗତ ବ୍ୟବସାୟିକ କ୍ଷତି, ପରିବାରର ସଦସ୍ୟଙ୍କୁ ପ୍ରଭାବିତ କରୁଥିବା କଷ୍ଟ, କଠିନ ପରିଶ୍ରମ ସତ୍ତ୍ୱେ ସଫଳତାର ଅଭାବ କିମ୍ବା କେହି ଆପଣଙ୍କ ବିରୁଦ୍ଧରେ ଗୁପ୍ତ ଭାବରେ କାମ କରୁଛନ୍ତି ବୋଲି ସନ୍ଦେହ କରୁଛନ୍ତି, ତେବେ ପ୍ରଥମେ ନିଶ୍ଚିତ କରନ୍ତୁ ଯେ ଆପଣ କୌଣସି ଧାର୍ମିକ ପ୍ରତିକାର କରିବା ପୂର୍ବରୁ ମାନସିକ ଭାବରେ ଦୃଢ଼ ଅଛନ୍ତି। ଏହି ପ୍ରତିକାର ଆପଣଙ୍କ ବିଶ୍ୱାସର ଏକ ପ୍ରକାଶ ହୋଇପାରେ ଏବଂ ଆପଣଙ୍କର ସମସ୍ୟାକୁ ଭଗବାନ ଶିବଙ୍କର ପାଦ ତଳେ ରଖିବା ଉଦ୍ଦେଶ୍ୟରେ କରାଯିବା ଉଚିତ। ଏବେ କୌଣସି ଭୁଲ ନ ହେବା ପାଇଁ ପଦକ୍ଷେପ ନେବା ପ୍ରକ୍ରିୟାକୁ ସଂକ୍ଷେପରେ ସମୀକ୍ଷା କରିବା। ଏହି ପ୍ରତିକାର ଶୁକ୍ରବାର ଅଗଷ୍ଟ 28, 2026ରେ କରାଯିବା ଉଚିତ, ଯାହା ଶ୍ରାବଣ ପୂର୍ଣ୍ଣିମାରେ ପଡୁଛି ଏବଂ ଏହି ଦିନ ଚନ୍ଦ୍ରଗ୍ରହଣ ରହୁଛି। ତେଣୁ ଏହା ବିଶେଷ ଅଟେ। ସକାଳକୁ ସବୁଠାରୁ ଉପଯୁକ୍ତ ସମୟ ଭାବରେ ମାନାଯାଏ, କାରଣ ପୂର୍ଣ୍ଣିମା ତିଥି ସକାଳ 10ଟା ପର୍ଯ୍ୟନ୍ତ ହିଁ ରହୁଛି। ତ ବନ୍ଧୁମାନେ, ଯେତେବେଳେ ଆପଣ ସେଇ 5ଟି ଲବଙ୍ଗକୁ ଲଙ୍କାରେ ଭର୍ତ୍ତି କରିବେ, ତ ଯେତେବେଳେ ବି ଆପଣ ଗୋଟିଏ ଗୋଟିଏ କରି ଲବଙ୍ଗ ଭର୍ତ୍ତି କରୁଛନ୍ତି, ତ ଗୋଟିଏ ଗୋଟିଏ ଲବଙ୍ଗ ଭର୍ତ୍ତି କରିବା ସମୟରେ ଆପଣଙ୍କୁ ଏକ ମନ୍ତ୍ର ଉଚ୍ଚାରଣ କରିବାର ଅଛି। 5ଟି ଲବଙ୍ଗ ଭର୍ତ୍ତି କରିବା ସମୟରେ 5 ଥର ଆପଣଙ୍କୁ ଏହି ମନ୍ତ୍ରଟି ଜପ କରିବାର ଅଛି। ତ ମନ୍ତ୍ରଟି ହେଉଛି ଓମ୍ କ୍ରିମ୍ ଶତ୍ରୁ ଭୈରବାୟ କ୍ରିମ୍ ଫଟ୍ ସ୍ୱାହା ମନ୍ତ୍ର।
টিକୁ ଆପଣଙ୍କୁ ଜପ କରିବାର ଅଛି। ମୁଁ ଆଉ ଥରେ ମନ୍ତ୍ରଟିକୁ କହିଦେଉଛି। ଓମ୍ କ୍ରିମ୍ ଶତ୍ରୁ ଭୈରବାୟ କ୍ରିମ୍ ଫଟ୍। ଏହି ମନ୍ତ୍ରଟିକୁ ଆପଣ 5 ଥର ଲବଙ୍ଗ ଭର୍ତ୍ତି କରିବା ସମୟରେ 5 ଥର ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତୁ। ତାପରେ ଆପଣ ପ୍ରଭୁ ବଜରଙ୍ଗବାଲୀଙ୍କୁ ଏବଂ ପ୍ରଭୁ ଭୈରବଙ୍କୁ ପ୍ରାର୍ଥନା କରନ୍ତୁ। ହେ ପ୍ରଭୁ, ମୋ ଜୀବନରେ ଯେତେ ଗୁପ୍ତ ଶତ୍ରୁ ଅଛନ୍ତି ଏବଂ ଯେତେ ବି ଶତ୍ରୁ ଅଛନ୍ତି, ଆପଣ ସେ ସମସ୍ତଙ୍କୁ ମୋ ଜୀବନରୁ ଦୂର କରିଦିଅନ୍ତୁ। ତାପରେ ଆପଣ ସେଇ ଲଙ୍କାକୁ ଯେଉଁଥିରେ ଲବଙ୍ଗ ଭର୍ତ୍ତି କରାଯାଇଥିବ, ସେ 2ଟି ଲଙ୍କାକୁ ନେଇ ଆପଣ ଏପରି ସ୍ଥାନକୁ ଯାଆନ୍ତୁ ଯେଉଁଠାରେ କେହି ଯିବା ଆସିବା କରୁନଥିବେ। ସେ ସ୍ଥାନରେ ଆପଣ ତାକୁ ଫୋପାଡ଼ି ଦିଅନ୍ତୁ କିମ୍ବା କୌଣସି ସ୍ଥାନରେ ଆପଣ ତାକୁ ମାଟି ଖୋଳି ପୋତି ଦିଅନ୍ତୁ, କିନ୍ତୁ ଘରଠାରୁ ଦୂରରେ। ଏକଥା ମନେ ରଖିବେ, ଯଦି ଆପଣ ଚନ୍ଦ୍ରଗ୍ରହଣ ଦିନ ଏହି ଉପାୟଟି କରୁଛନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କର ଯେଉଁଭଳି ବି ଶତ୍ରୁ ଥାଆନ୍ତୁ ନା କାହିଁକି, ସେ ଆପଣଙ୍କ ଜୀବନରୁ ଦୂର ହୋଇଯିବ ଏବଂ ସେ ଆପଣଙ୍କ ପାଇଁ ଯେଉଁ ଷଡ଼ଯନ୍ତ୍ର କରିବ, ସେହି ଷଡ଼ଯନ୍ତ୍ରରେ ସେ ନିଜେ ହିଁ ଫସିଯିବ ଏବଂ ଆପଣଙ୍କ ପାଦ ତଳେ ଆସି ସେ କ୍ଷମା ଭିକ୍ଷା କରିବ। ଆପଣଙ୍କ ଶତ୍ରୁର ସମସ୍ତ ଶକ୍ତି କ୍ଷୀଣ ହୋଇଯିବ ଏବଂ ଆପଣଙ୍କର ଶତ୍ରୁ ଆପଣଙ୍କର କୌଣସି ବି କ୍ଷତି କରିପାରିବ ନାହିଁ। ଆପଣଙ୍କର ଶତ୍ରୁ ସଂଖ୍ୟା ଯେତେ ବି ହୋଇଥାଉ ନା କାହିଁକି, 1, 10, 100, 1000 ବା ଲକ୍ଷ ଲକ୍ଷ, ଆପଣଙ୍କର ଯେତେ ଶତ୍ରୁ ଥାଆନ୍ତୁ ନା କାହିଁକି, ଏହି ଉପାୟଟି ଆପଣଙ୍କର ସମସ୍ତ ଶତ୍ରୁଙ୍କର ଶକ୍ତିକୁ ନଷ୍ଟ କରିବାର କ୍ଷମତା ରଖିଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ କୌଣସି ବି ମନରେ ଈର୍ଷା ନ ରଖି, ରାଗ କିମ୍ବା କ୍ରୋଧ ନ ରଖି ଉପାୟଟି କରନ୍ତୁ। କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ ଏବଂ ସର୍ବଦା ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ ଯେ ସେ ସବୁ କିଛି ଠିକ୍ କରିଦେବେ ଏବଂ ଏହି ଉପାୟଟିକୁ ଯଥାସମ୍ଭବ ଗୁପ୍ତ ରଖନ୍ତୁ। ଏହି ଉପାୟ କଲାବେଳେ ଯେମିତି କେହି ନ ଦେଖେ କିମ୍ବା କିଛି ନ ପଚାରେ କିମ୍ବା ଆପଣ ଏହି ଉପାୟଟି କରିସାରିବା ପରେ ଯେମିତି କାହାକୁ କିଛି ନ କୁହନ୍ତି, ସେଥିପ୍ରତି ସତର୍କ ରୁହନ୍ତୁ। ଏହି ଉପାୟଟିକୁ ସ୍ତ୍ରୀ କିମ୍ବା ପୁରୁଷ କେହି ବି କରିପାରିବେ, କିନ୍ତୁ ମହିଳାମାନେ ମନେ ରଖନ୍ତୁ, ଋତୁସ୍ରାବ ସମୟରେ ଏହି ଉପାୟଟିକୁ କରିବେ ନାହିଁ। ତ ବନ୍ଧୁମାନେ, ଆପଣ ଏପରି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଶ୍ରାବଣ ପୂର୍ଣ୍ଣିମା, ରକ୍ଷାବନ୍ଧନ ଏବଂ ଚନ୍ଦ୍ରଗ୍ରହଣ, ଏଭଳି ଏକ ସୁଯୋଗ ଆପଣଙ୍କୁ ହୁଏତ ଆହୁରି ଦୀର୍ଘ ବର୍ଷ ପରେ ମିଳିପାରେ ଏବଂ ଆପଣ କ'ଣ ସେ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବେ? ତେଣୁ ଏହି ସୁଯୋଗକୁ ହାତରୁ ଯିବା ପାଇଁ ଦିଅନ୍ତୁ ନାହିଁ। ଏହି ସୁଯୋଗର ଲାଭ ଉଠାନ୍ତୁ, କାରଣ ପ୍ରତିକାରଟି ବହୁତ ହିଁ ସରଳ। ଆପଣଙ୍କୁ ବେଶୀ କିଛି ସାମଗ୍ରୀ କିମ୍ବା କୌଣସି ଅଧିକ ଧନ ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ, କିନ୍ତୁ ଏହି ଛୋଟିଆ ପ୍ରତିକାରଟି ଆପଣଙ୍କ ଜୀବନର ଅନେକ ସମସ୍ୟାକୁ ଦୂର କରିପାରିବ। ତେଣୁ ଆପଣ ନିଶ୍ଚିତ ଭାବରେ ଏହି ପ୍ରତିକାରଟି କରନ୍ତୁ ଏବଂ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ କରନ୍ତୁ, ଯାହାଫଳରେ ଖୁବ୍ ଶୀଘ୍ର ଆପଣ ଆପଣଙ୍କ ଜୀବନରେ ଏହାର ଚମତ୍କାରୀ ପ୍ରଭାବ ଦେଖିବା ପାଇଁ ପାଇବେ ଏବଂ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ମଧ୍ୟ ଗୋଟିଏ ଚୁଟକିରେ ଦୂର ହୋଇଯିବ।